ଖାଇବାଟା ଉଚିତ କି ଉଚିତ ନୁହେଁ? ଶୁଣ ଶୁଣ, ଆମିଷ ନିରାମିଷ ଏ ଖାଦ୍ୟରେ କିଛି ନାହିଁ। ଗୋଟେ କଥା ହଉଛି, ଯେତେବେଳେ ଆମେ ବ୍ରହ୍ମଚର୍ଯ୍ୟ ସାଧନା କରିବା, ଯେତେବେଳେ ଆମେ ସାଧନା ଉପରକୁ ଯିବା, ସେତିକା ବେଳେ ସେଗୁଡା ସବୁ ଆବଶ୍ୟକ ପଡେ ବନ୍ଦ କରିବା ପାଇଁ। ଆଉ ତାର ଲିମିଟ ପିରିୟଡ ଗୋଟେ ଅଛି। ଆଉ ସେଇ ପିରିୟଡିକ ଚାଲିଗଲା ପରେ ତମ ଯେତେବେଳେ ମନ ସ୍ଥିର ହେଇଯିବ, ସେତେବେଳେ ଆଉ ଆମିଷ ନିରାମିଷ କିଛି ବାରଣ ନାହିଁ। କାହିଁକି ନା ଆମେ ଉପରକୁ ଯେତେବେଳେ ଯିବା, ତାହେଲେ ଆମର ବିକାର ଯଦି ନ ଛାଡିବା, ତାହେଲେ ଆମେ ନିର୍ବିକାରୀ କେମିତି ହବା? ଆଜ୍ଞା। ତେଣୁ ନିର୍ବିକାରୀ ହବା ପାଇଁ ହେଲେ ସବୁ ଖାଇବାକୁ ପଡିବ। କିନ୍ତୁ ବ୍ରହ୍ମଚର୍ଯ୍ୟ ସାଧନା ପାଇଁ ଆମିଷଟା ତମେ ସେ କିଛି ଦିନ ପାଇଁ ତାକୁ ବାରଣ କରାଯାଏ। ନାଇଁ, ମୁଁ ତ ଟୋଟାଲ ବର୍ଷେ 1.5 ବର୍ଷ ହେଲାଣି ଆପଣଙ୍କ ଯେବେଠୁ ଭିଡିଓ ଦେଖିଲିଣି, ତାପରେ ଧୀରେ ଧୀରେ ମୁଁ ଟୋଟାଲ ଏବେ ଆଉ ଆମିଷ ଟୋଟାଲ ଖାଉନି। କାଲି ମୁଁ ଭିଡିଓ ଦେଖିଲି ଆପଣଙ୍କର, ଆପଣ କହିଲେ ଯେ ଆମିଷର ଶରୀର ସହିତ କୌଣସି ସମ୍ପର୍କ ନାହିଁ। ଭଗବତ ଗୀତାରେ ତ ଲେଖା ହେଇଛି ତାମସିକ, ରାଜସିକ, ସାତ୍ଵିକ ଖାଦ୍ୟ ଇଏ ଶରୀର ଉପରେ ପ୍ରଭାବ ପକାଏ ବୋଲି। ନା ନା, ଏଇଟା ସତ। ଖାଦ୍ୟ ଗୁଡିକ ସବୁ ଶରୀର ଉପରେ ପ୍ରଭାବ ପକାଏ। କିନ୍ତୁ ସିଏ ହଉଛି ଯେ ମୁଁ ସେଠି ଯୋଉ କହିଛି ପ୍ରଭାବ ନାହିଁ, ମାନେ ସେ ସାଧନାରେ ଆମେ ଯଦି ଉତ୍ତୀର୍ଣ୍ଣ ହେଇଯିବା, ତାହେଲେ ଆମର କୌଣସି ଖାଦ୍ୟ ଉପରେ କିଛି ସମ୍ପର୍କ ନାହିଁ। ଆଜ୍ଞା। ଆଚ୍ଛା, ଯୋଉ ପ୍ରଭାବ ପକାଇ କହୁଛ, ସେ ପ୍ରଭାବ ପକେଇବ ଯେ ଏମିତି ବି ଜିନିଷ ଅଛି। ରସୁଣରେ ଏମିତି ଗୋଟେ ଜିନିଷ ଅଛି ଯୋଉ କି ଖାଇଲେ ଆମ ଶରୀର ଭିତରେ ପୁଷ୍ଟି ହବ। ଆଉ ମାଛ ଫାଛରେ ବି ମଧ୍ୟ ଶରୀର ବୃଦ୍ଧି ହବା ପାଇଁ ଅଛି। ତେଣୁ ଶାରୀରିକ ପାଇଁ ସେ ସବୁ ଜିନିଷ ଦରକାର। ମାନସିକ ପାଇଁ ଯୋଉ ଆମିଷ ବନ୍ଦ ହବା କଥା, ସେ କେବଳ ସାଧାରଣ ପିରିୟଡ଼ ପାଇଁ। କିନ୍ତୁ ଅନ୍ୟ ବେଳେ ତମେ କିଛି ନାହିଁ, ତମେ ନିର୍ବିକାରୀ ଯଦି ହବ, ତମ ଖାଦ୍ୟରେ କିଛି ଦରକାର ନାହିଁ ସମ୍ପର୍କ। ଆଉ ମନଟା ଯଦି ଠିକ ଆୟତ ଆସିଗଲା, ଆଉ ଖାଦ୍ୟ ସହିତ କିଛି ସମ୍ପର୍କ ନାହିଁ। କାହିଁକିନା ଗୀତା କହିଛି, ଇନ୍ଦ୍ରିୟାଣ ହିଚର ତାଙ୍କ ଜନ୍ମ ନଉନୁ ବିଧି ଅଛି ତଦସ ହରତି ପ୍ରଜ୍ଞ ବାୟୁ ନାବ ବିଭମ୍ବସି। ବୁଝିଲେ କି? ତମର ଇନ୍ଦ୍ରିୟ ପାଖରେ ଯଦି ସହିତ ଯଦି ମନ ନିବେଶ ହେଇଗଲା, ଆଉ ତାହେଲେ ତମେ ତ ମନଟା ହରଣ ହେଇଯିବ। ମୁଁ ଖାଉଛି ବୋଲିକି ଯଦି ମୁଁ କିଛି ଖାଉନାହିଁ, ଯୋଉ ଆମିଷ ଖାଇକି ଯଦି ଭାବିବି ମୁଁ ଅମୃତ ଭୋଜନ କରୁଛି ମନ ଭିତରେ, ତାହେଲେ ସେଟା ଅମୃତ ହେଇଯିବ। କଣ ବୁଝିଲେ ନା? ଆମର ଯୋଉ ଅବଧୂତ କର୍ମୀ ମାନେ, ସେମାନେ ସବୁ ଖାଆନ୍ତି। କାରଣ କଣ ନା, ମନରୁ ବିକାର ଦୂର କରିବା ପାଇଁ। ଏଟା ଖାଇମି, ଏଟା ଖାଇମିନି, ଏଟା କରିବି, ସେଟା ବିଧି ନିଷେଧ। ଏଣୁକରି ସୁକର୍ମ କୁକର୍ମ ବିଚାରି ଏସବୁ ଗୁଡାକ ନୁହଁ। ତେଣୁ ତମେ ବର୍ତ୍ତମାନ ଷ୍ଟେଜରେ ତମେ ସଂସାରୀ ନା? ଆଜ୍ଞା। ଆଉ ତମେ ସଂସାର ଲୋକ, ତମେ ତ ଆମିଷ ଖାଉଛ। ସ୍ତ୍ରୀ ସଙ୍ଗମ କରିବା ଅର୍ଥ ହିଁ ଗୋଟେ ଆମିଷ। ଆଉ ତମେ ଯଦି ଆମିଷ ଟୋଟାଲ ନ ଖାଇବ, ତାହେଲେ ସ୍ତ୍ରୀ ସଙ୍ଗମ ଛାଡ଼ିଦିଅ, ଆମିଷ ବନ୍ଦ କରିଦିଅ, ତେବେ ଯାଇକି ଚଳିବ। ଆଉ ଇଏନେ ସ୍ତ୍ରୀ ସଂସର୍ଗ କରୁଛ, ସେଟା କହୁଛ ଆମିଷ ଖାଇବିନି। କଣ ହବ ସେଟା? ଏକୁଳ ହବ ନା କଣ ହବ? ଘାଇ ଯାକ ମୁକୁଳା ତ ବନ୍ଧ କେତେ ବାନ୍ଧୁରେ, ଆପେ ଦିନେ ମରିବୁ ତୁ ପର ପାଇଁ କାନ୍ଦେ। ତଳ ଘାଇଟାକୁ ଖୋଲା କରିଦଉଛ, ଉପର ଘାଇଟାକୁ ବାନ୍ଧୁଛ। ଆମେ ବୟସ ଏତେ ହେଇନି, ଆମର କମ ବୟସ। ଆମର 28-30 ବର୍ଷ ବୟସ ଆମର ଟୋଟାଲ। ବୟସ ସହିତ ଈଶ୍ୱରଙ୍କ ଡାକିବାର କୌଣସି ସମ୍ପର୍କ ନାହିଁ। ଆପଣ ଯୋଉ କଥା କହିଲେ ନାରୀ ସମ୍ଭବ କଥା, ନାରୀ ସମ୍ଭବ ଆମର ଯଦି ଇଚ୍ଛା, ଆମର ଯଦି ଇଚ୍ଛା ନଥାଏ ବି, ଆମ ସାଥିରେ ଯିଏ ରହୁଛି ତାର ତ ଇଚ୍ଛା ଅଛି ନା, ତାକୁ ନେଇକି ଆମେ ବାଟ ଚାଲିବାକୁ ପଡୁଛି ନା। ବାସ୍, ତେଣୁ ସେଇଥିପାଇଁ ମୁଁ କହିଲି, ତେଣୁ ତମେ ଆମିଷ ନିରାମିଷ କାହିଁକି ଚିନ୍ତା କରୁଛ? ସବୁ ଖାଉଥାଅ, ସବୁ କରୁଥାଅ। ତାର ଭିତରେ ଭଗବାନଙ୍କୁ ଡାକିବା ପାଇଁ ତା ଭିତରେ ଗୋଟେ ସରଳ ସୂତ୍ର ଅଛି। ସେଇ ସୂତ୍ର ଟିକେ ଧରିକି ତମେ ସବୁ ଖାଅ, ସଂସାର କର। ଆମ ଗୁରୁ କହିଲେ ଯେ ଧନ ଧରାଧାମ ପୁତ୍ରଂ ପତ୍ରଂ ପ୍ରପୁତ ପ୍ରାପ୍ତାନ୍ତେ ବକ୍ତଂ ପ୍ରାପ୍ତି। ଧନ ପା, ଧର୍ମ ପା, ସ୍ତ୍ରୀ ପା, ପୁତ୍ର ପା, ସବୁ ପା, ସବୁ କୌଣସି ଖାଦ୍ୟ ପାରେ ବାରଣ ନାହିଁ, ସବୁ ଖା। କିନ୍ତୁ ଏମିତି ଗୋଟେ ସୂତ୍ର ଅଛି, ସେ ସୂତ୍ରଟାକୁ ଧଇଲେ ଆମେ ଉପରକୁ ପଳେଇବା। ତେଣୁ ୟା ସହିତ କଣ ସମ୍ପର୍କ ଆମର? କଣ ବୁଝିପାରିଲେ ନା? ତେଣୁ ସରଳ ସୂତ୍ର, ବ୍ରହ୍ମସୂତ୍ର ଧରିକି ତମେ ଉପରକୁ ଈଶ୍ୱର ପ୍ରାପ୍ତି କରିବା ପାଇଁ ତମେ ବାଟ କର। ତେଣୁ ଏ ଖାଇବା ନ ଖାଇବା ଭଲ ମନ୍ଦ ଏଥିରେ ମୁଣ୍ଡ ପୁରାନା। ଯାହା ଚାଲିଛି ଚାଲିଥାଉ। ଯୋଉ ଗୋଟେ କଥା କହିଲ ଭଲ କଥା, ଯେ ତମେ ତ ସଂସାର କରିଛ, ତେଣୁ ତମେ ସଂସାର କ୍ରୀଡ଼ା ଛାଡି ପାରିବନି। ତେଣୁ ତାରି ଭିତରେ ଥାଅ, ଯାହା ଖାଉଛ ଖାଅ। ସେ ଖାଇବାରେ କିଛି ବାରଣ ନାହିଁ, ରହିବାରେ କିଛି କୌଣସି ନିୟମ ରଖ ନା। କିନ୍ତୁ ବ୍ରହ୍ମସୂତ୍ର ଧରିକିରି ତମେ ଉପରକୁ ଯାଅ। ଆଜ୍ଞା, ଆପଣ କହୁଛନ୍ତି ଯେ, କିନ୍ତୁ ମୋର ବର୍ତ୍ତମାନ ମୋ ପରିସ୍ଥିତି କଣ, ମୋ ମନ ଭିତରେ ଯାହା ଚାଲୁଛି
ମୋର କିଛି ଦରକାର ନାହିଁ। ମୁଁ ଏମିତି ଭାବୁଛି କେମିତି ଆପଣଙ୍କୁ ମୁଁ ସତ କଥା କହୁଛି, ମତେ ଏଇ ଜିନିଷ ମାନେ ବିରକ୍ତ ଲାଗୁଛି, ମାନେ ସଂସାର ମତେ ବିରକ୍ତ ଲାଗୁଛି, ମାନେ ପରିବାର ସମାଜ ମାନେ ସମସ୍ତେ ବିରକ୍ତ ଲାଗୁଛି, ମାନେ ମୁଁ ଏଥିରେ ବହୁତ ଅସହାୟ ହେଇ ପଡୁଛି। ସେଇ ଯୋଉ ବିରକ୍ତ ଲାଗୁଛି, ସେ ବିରକ୍ତ ଲାଗି ସାରିଲା ପରେ ନିଶ୍ଚିନ୍ତ ଠାକୁରଙ୍କ ମାର୍ଗ ମିଳିବ। ଆଉ ସେଇ ବିରକ୍ତ ସଂସାରରୁ ସେଇ ବିରକ୍ତି ହେଇକି ତ ଆମେ ଆଜି ସନ୍ନ୍ୟାସୀ ହେଇଛୁ। ତେଣୁ କଣ ଆପେ ଆପେ ମିଳିଯିବେ କି? ନା, ତାହେଲେ ତ କିଛି କର୍ମ କରିବାକୁ ପଡିବ ନା। ନିଶ୍ଚିନ୍ତ କର୍ମ ନ କଲେ କେମିତି ହବ? କର୍ମ କରିବାକୁ ପଡିବ ଆଉ। ଆମେ ସଂସାରରେ କେତେ ଦିନ ଅଛି ବୋଲି ଆମର କିଛି ଗ୍ୟାରେଣ୍ଟି ନାହିଁ ନା। ଆମେ ଆପଣ ଯୋଉ କହିଲେ ଯେ ଏଇଟା ଏଇ ଜିନିଷଟା କରୁଥା, ଏଇ ଜିନିଷଟା କରୁ ମାନେ ସଂସାରରେ ରହିଥା ପ୍ଲସ୍ ଏଇ ଜିନିଷଟା କରୁଥା ବୋଲି, ଆମେ ଏଇ ଜିନିଷଟାକୁ ତ କରିଲା ବେଳକୁ ଆମର ଏଇ ସଂସାର ପ୍ରତି ଆମର ଯଦି 70% ହେଇଯାଉଛି, ତାହେଲେ ଆମେ ସନ୍ନ୍ୟାସ ପ୍ରତି କି ଆଧ୍ୟାତ୍ମିକ ପ୍ରତି ଆମର 30% ଆଉଛି। ଏ 70% 30% କୁ ଘୋଡେଇ ଦଉଛି, ଆମେ ସେଥିରୁ ବାହାରି ପାରୁନୁ। ଆମେ ବଞ୍ଚିବୁ କେତେ ଦିନ ଯେ ଆମେ ଅପେକ୍ଷା କରିବୁ ବାବା, ଆପଣ କହୁନାହାନ୍ତି? ନା, ସେଥିପାଇଁ ସେ କଥା ଯଦି ଚାହୁଁଛ ତାହେଲେ ତମକୁ ସଂସାର ଛାଡିବା ପାଇଁ ପଡିବ। ସଂସାର ତ୍ୟାଗ କରିକି ତମେ ସନ୍ନ୍ୟାସ ହେଇକି ତମେ 70% କାହିଁ 100% ତମେ ଏଥିରେ ମନ ବିନିଯୋଗ କର, କିଛି ଅସୁବିଧା ନାହିଁ। ଆଜ୍ଞା ସେଇ କଥା ଗୋଟେ ଭାବନାଟା ରହୁଛି ବା, ଆମେ ଗୋଟେ ସଂସାର କରିଦେଇଛେ ମାନେ ଆମେ ସଠିକ ରାସ୍ତା ମିଳୁନି। ଆମକୁ ଗୁରୁ ହିଁ କହିବେ ନା, ଆମେ ଯଦି ସଂସାରଟାକୁ ଆମେ ଏଠି ଛାଡି ଦଉଛେ ତାହେଲେ ଏଇଟା ଆମର ପାପ ହଉଛି କି ପୁଣ୍ୟ ହଉଛି? ନା, ସଂସାର ଛାଡିବା ଠିକ ନୁହେଁ, କାହିଁକି ନା ଆମର କର୍ତ୍ତବ୍ୟ ଅଛି ସେମାନଙ୍କ ପ୍ରତି, ବୁଝିପାରିଲ? ତେଣୁ ସେ ଯୋଉ ଛାଡିବା ସେ ସମୟ ଅଲଗା ଅଛି। ବର୍ତ୍ତମାନ ଷ୍ଟେଜରେ ତମର ଗୋଟିଏ କଥା ହଉଛି ଯେ ତମେ ସଦ୍ଗୁରୁ ଦୀକ୍ଷିତ ନେଇକି, ସଦ୍ଗୁରୁଙ୍କ ଠାରୁ ଉପଦେଶ ନେଇକି ତମେ କର୍ମ କରିଚାଲ। ବର୍ତ୍ତମାନ ଯାହା ଚାଲିଛି ଚାଲିଥାଉ, କୌଣସିରେ ବାଧା ସୃଷ୍ଟି କରୁନା, କର୍ମ କରିଚାଲ। କର୍ମ କରିଚାଲିଲେ ଯେତେବେଳେ ମନଟା ଉର୍ଦ୍ଧ୍ୱକୁ ଚାଲିଯିବ, କଣ କରିବା ଉଚିତ କଣ ନ କରିବା ଉଚିତ ସେ ବିବେକ ବଳ କହିଦବ। ବିବେକ ତ ସବୁବେଳେ ଘାରି ହଉଛି। ମୁଁ ଯେତେ ସମୟ ଚାହୁଁଛି ନାଇଁ ମୁଁ ରାତି 4ଟାରୁ ଉଠିବି, ଏମିତି ମୋର ପରିସ୍ଥିତି ଆସୁଛି ଯେ ମୁଁ ଆଉ ଗୋଟେ ଯଦି 4 ଦିନ ଉଠୁଛି ରାତି 4ଟାରୁ ଉଠିକି ଭଗବାନଙ୍କୁ ସ୍ମରଣ କରିକି ଗାଧେଇ ପାଧେଇକିରି ମୋ ଠାକୁରଙ୍କୁ ଡାକୁଛି। ମୁଁ ମନ ଭିତରେ କିଛି ନାହିଁ, ଖାଲି ଜଣଙ୍କର ମୂର୍ତ୍ତି ଧରିକି ସେଇ ଗୁରୁଦେବ ଯାହାକୁ ମାନୁଛି ୟୁଟ୍ୟୁବରେ ଦେଖେ କି ଫଟୋ ଯାହାର ଦେଖେ, ଯାହାକୁ ମୋ ମନ ଭିତରେ ମୁଁ ମାନୁଛି, ତାଙ୍କ ନାଁ ଧରିକି ମୁଁ ଧ୍ୟାନରେ ବସୁଛି 10 ମିନିଟ୍ 15 ମିନିଟ୍ 20 ମିନିଟ୍ ବସୁଛି, ମାନେ କିଛି ବି ନ ଆସୁ ମୁଁ ବସୁଛି। କିନ୍ତୁ ଦିନେ ଯଦି 4 ଦିନ ଯଦି ଠିକ ବସୁଛି, ତାପରେ 5 ଦିନ ବେଳକୁ କୌଣସି କାରଣବଶତଃ ହେଇପାରୁନି, ମନ ବିରକ୍ତ ରହୁଛି, ପରିବାରରେ ମୁଁ ଅଶାନ୍ତ ରହୁଛି। ସମସ୍ତେ କହୁଛନ୍ତି ତୁ ଏମିତି କଣ ପାଗଳା ଭଳିଆ ହେଇଗଲୁଣୁ, ତୁ ଆଗରୁ ଏମିତି ନଥିଲୁ, ତୁ ଏମିତି ତୋ ଭଳିଆ ମଣିଷ ଆମେ ସଂସାରରେ ଦେଖିନୁ, ତୁ ଜମା ଖୁସିରେ ରହିନୁ, ପରିବାର ସହିତ ଭଲରେ ରହୁନୁ, ତୋର ଭବିଷ୍ୟତ ଅଛି, ମତେ ଏମିତି ସବୁ। ଯୋଉ କଥା କହୁଛ, ଆମର ଗୌତମ ବୁଦ୍ଧ ମଧ୍ୟ ସେମିତି ଭାବୁଥିଲେ। ସିଏ ତାଙ୍କର ସଂସାର କରିବାର ଇଚ୍ଛା ନଥିଲା, ତା ବାପା ତାଙ୍କୁ ଜବରଦସ୍ତି ତାଙ୍କୁ ସଂସାର କରେଇଦେଲେ। କରେଇ ସାରିଲା ପରେ ମଧ୍ୟ ସେ ସଂସାରରେ ତାଙ୍କର ମନ ଲାଗିଲାନି। ଶେଷରେ ପୁଅ ରାହୁଳ ସ୍ତ୍ରୀ ମାୟାବତୀ କି ଛାଡ଼ି ଦେଇକି ସିଏ କଣ କଲେ ନା ସଂସାର ତ୍ୟାଗ କରି ପଳେଇଗଲେ। ଯେତେବେଳେ ସେଟା ଅତିରିକ୍ତ ଗାଢ଼ ହେଲା, ଏମିତି ତମେ ଡାକୁଥାଅ, ଯେତେବେଳେ ମନର ପ୍ରକୃତ ସ୍ଥିତି ଯେତେବେଳେ ଆସିବ, ଯେତେବେଳେ କଣ କରିବା କଣ ନ କରିବା ସେ ପର କଥା। ଏବେ ବର୍ତ୍ତମାନ ଯାହା ଡାକୁଛ ଗୋଟେ ଗୁରୁ ଦୀକ୍ଷା ଆଗେ ନିଅ ହେଲା। ବାବା ଆପଣ ମତେ ଦୀକ୍ଷା ଦଉନାହାନ୍ତି। ଦବା ପାଇଁ ମନା ନାହିଁ ସିନା, ଏଠିକି ଆସିଲେ ଇଏ କଣ ଫୋନରେ କିଛି କହି ହୁଏ ସେ ସବୁ କଥା? ମୁଁ ଏଠି ବସେଇଦେବି, ଛାୟା ଦର୍ଶନ କରେଇଦେବି କି ବ୍ରହ୍ମସୂତ୍ର ଦେବି, ତାକୁ କରିବା ପାଇଁ ଆସନ ଗୋଟେ ଦିଆଯିବ, ତାକୁ ବସିକି ଘରେ ସେଇଠୁ କରିବ ସକାଳେ ସନ୍ଧ୍ୟାରେ, ଏଗୁଡ଼ା ସବୁ ଅଛି, ନିୟମ ବହୁତ ଅଛି। କିନ୍ତୁ ଏଠି ସଂସ୍ପର୍ଶକୁ ନ ଆସିଲା ପର୍ଯ୍ୟନ୍ତ ସେ ଦୂରରେ କିଛି କରିହବନି। ଆଜ୍ଞା ମୁଁ ଯଦି ସକାଳେ ଉଠିକି ଆପଣଙ୍କୁ ଖୋଲା କଥା କହୁଛି, ମୁଁ ଯଦି ସକାଳୁ ଉଠି ବହିଟେ ଧରିକି ବସୁଛି, ସେ ଗୋଟେ ଛୁଆଟା ଆସିକି ତାପରେ ବସି ପଡୁଛି, ନହେଲେ ତାକୁ ଟାଣି ନେଉଛି, ସେ ପେନ୍ଟାକୁ ଧରି ପକା, ଆସନଟାକୁ ଟାଣି ନେ, ସେ ସ୍ତ୍ରୀ ଆସି ତାକୁ ସେଠି ଛଡ଼େଇ ନେଲେ, ସିଏ ମତେ ଛୁଇଁ ଦେଲେ ନା। ମୋ ପବିତ୍ର ଭିତରେ ମୋ ପବିତ୍ରଟା ରହୁଛି, ମତେ ଲାଗୁଛି ମୋ ଭିତରେ ସେ ପବିତ୍ରଟା ଆଉ ରହୁନି। ସେ ସେମିତି ସଂସାର ଭିତରେ ଟିକେ ହବରେ, ଯାହାକୁ ଆଉ ଆମେ ଆଉ ବନ୍ଦ କରିପାରିବା ନା। ଯେହେତୁ ସଂସାର କରୁଛନ୍ତି, ସ୍ତ୍ରୀଟିଏ ଅଛି, ପିଲାଟିଏ ଅଛନ୍ତି, ପିଲା ନିଶ୍ଚିନ୍ତ ଆସିକି ଆମକୁ ଡାକିବ କି ଆମକୁ ଟଣା ଓଟରା କରିବ ବହିପତ୍ରକୁ, ସେ ସଂସାର ଭିତରେ ବା ହବ ସିଏ ସବୁ। କିନ୍ତୁ ହେଲେ ମଧ୍ୟ ତାର ସରଳ ସୂତ୍ର ଅଛି, ଗୁରୁ କରିସାରିଲେ ସେଇ ସବୁ ଏଇ ପ୍ରଶ୍ନର ସମାଧାନ ସବୁ ହେଇଯିବ। ଆଜ୍ଞା ଗୁରୁ କରିସାରିଲେ ସେ ପ୍ରକୃତ ଗୁରୁ ନ କଲା ପର୍ଯ୍ୟନ୍ତ ମୋଟେ ମନ ସ୍ଥିର ହବନି କି କିଛି ବାଟ ମିଳିବନି। ସବୁବେଳେ ମାନେ ମୁଁ ଯେତେବେଳେ ଆଗରୁ ମୋ ପାଖରେ ପରିବାର ଏବେ ତ ଆସିକି ରହୁଛନ୍ତି, ମୁଁ ଆଗରୁ ଏକୁଟିଆ ରହୁଥିଲି। ମୁଁ 9 ମାସ 10 ମାସ ଖଣ୍ଡେ ମାନେ ବହୁତ ଆନନ୍ଦ ଭିତରେ ଥିଲି, ବହୁତ ସୁଖ ଅନୁଭବ କରୁଥିଲି। ଏ ପରିବାର ଆସିଲା ପରଠୁ
ମାନେ ଆଉ ମୁଁ କିଛି ମୋର ସେତିକି ଆଉ ଅନୁଭବ ହେଇପାରୁନି କି କିଛି ମୁଁ ଆଉ ମୋ ମନ ଭିତରେ ସେତିକି ଶାନ୍ତ ଆସୁନି, ଖାଲି ଦୁଃଖ ଉପରେ ଦୁଃଖ ମାଡ଼ି ଆସୁଛି, ମତେ ବିପଦ ଉପରେ ବିପଦ ମାଡ଼ି ଆସୁଛି। ନା ନା ବାବା, ଆପଣଙ୍କର ଭିଡିଓ ମୁଁ ଦେଖିଲା ପରେ ଆପଣଙ୍କୁ ମୁଁ ବହୁତ ମାନେ ପରୀକ୍ଷିକି ଦେଖିଲି ଆପଣଙ୍କ ଭିଡିଓ। ଆପଣ ବହୁତ ଜ୍ଞାନୀ, ଆପଣଙ୍କ ପାଖରେ ଅଜସ୍ର ଜ୍ଞାନ ରହିଛି। ଆପଣଙ୍କୁ ଦେଖିଲେ ଲାଗୁଛି ଗୋଟେ ତେଜ ଅଲଗା ପ୍ରକାର ଆପଣଙ୍କ ପାଖରେ। ଆପଣଙ୍କ କଥା ମାନେ ଏମିତି ତ କୋଉ ବାବା କାହାର ଫୋନ ଉଠଉନାହାନ୍ତି। ଆପଣ ତ ମୁଁ ଏଇଟା ନୁହଁ, ଆପଣଙ୍କ ସହିତ ପୂର୍ବରୁ ଥରେ କଥା ହେଇଛି ମୁଁ, ଏଇଟା ମୋର ଦ୍ୱିତୀୟ ଥର କଥା। ଆଜ୍ଞା, ମୁଁ ଫୋନ ଉଠେଇବି ମୋର ଯିଏ ଯେତେବେଳେ କହୁ, ଅବଶ୍ୟ ଅଧିକ କେତେବେଳେ କିଛି ବ୍ୟସ୍ତ ଥିଲେ ମୁଁ କହିବି, ମୁଁ ପଛରେ କରିବି କି ତୁମେ ରଖ ଏମିତି କହିବି, କିନ୍ତୁ ଫୋନଟା ଉଠେଇବି। ସମସ୍ତଙ୍କ ଫୋନ ମୁଁ ଉଠାଏ। ଏପରିକି କିଏ ମିସ୍ କଲ୍ ମାରିଲେ ମଧ୍ୟ ମୁଁ ରିଟର୍ନ କଲ୍ କରେ। କାହିଁକିନା ମୋର କାମ ହେଲା ତମମାନଙ୍କ ସହିତ ସୁସମ୍ପର୍କ ସ୍ଥାପନ କରିବା। ମୋର ଧନ ଦରକାର ନାହିଁ, ଅର୍ଥ ଦରକାର ନାହିଁ, କିଛି ଦରକାର ନାହିଁ। ମୁଁ ମୃତ୍ୟୁ ପର୍ଯ୍ୟନ୍ତ ତମମାନଙ୍କ ସହିତ ଭଲ ସମ୍ପର୍କ ରଖେ। ତମମାନଙ୍କ ହୃଦୟରେ ମୁଁ ରହିବା ପାଇଁ ଚେଷ୍ଟା କରୁଛି। ସେଥିପାଇଁ ମୁଁ ସମସ୍ତଙ୍କ ଫୋନକୁ ମୁଁ ଉଠାଏ ଯେତେବେଳେ ତୁମେ ଫୋନ କରିବ। କିନ୍ତୁ ମୁଁ ଶୋଇପଡ଼ିଥିଲି ଅଲଗା, କିନ୍ତୁ ଚେଇଁଥିଲେ ମୁଁ ଉଠେ ନା। ମୋର ଆଜ୍ଞା, ମୋ ଅନୁଭବ ଦ୍ଵାରା ମୁଁ ଜାଣିପାରୁଛି, ମାନେ ପ୍ରକୃତରେ ଯୋଉ ମହାନ ମହାନ ଋଷି ମାନେ ସବୁ ଥିଲେ ଆଗରୁ, ବର୍ତ୍ତମାନ ସେମାନେ ଫେରି ଆସିଛନ୍ତି। ନହେଲେ ଆମେ ମାନେ କାହିଁ ଏତେ ବିଚଳିତ ହୁଅନ୍ତୁ ଆପଣଙ୍କ ପାଇଁ। ନହେଲେ ଏତେ ଜ୍ଞାନ କାହା ପାଖରେ ଆସନ୍ତା। ସାଇନ୍ସ ଆଉ ଶାସ୍ତ୍ର ଦିଟାଙ୍କ ଜିନିଷକୁ ଧରିବାଟା ସହଜ କଥା ନୁହଁ। ମାନେ ମୋ ବୟସ ବହୁତ କମ, ଅତି କମ। ମୁଁ ଯେତିକି ମୋର ଗବେଷଣା କି ମୁଁ ଯେତିକି ଅନୁଭବ କରୁଛି, ଯେତିକି ଜାଣୁଛି, ସାଇନ୍ସ ଆଉ ଶାସ୍ତ୍ରକୁ ଦିଟା ଜିନିଷକୁ ଧରିକି ଚାଲିବା ଏତେ କଥା ନୁହଁ। ଆଉ ଏତେ ଜିନିଷ ମାଇଣ୍ଡ ଭିତରେ ମନେ ରଖିବା ବି ସହଜ କଥା ନୁହଁ। ଆମର ବର୍ତ୍ତମାନ କଥା ସନ୍ଧ୍ୟାବେଳକୁ ଭୁଲି ଯାଉଛୁ ଆମେ। ଏତେ ବଡ ଆପଣ ଗୋଟେ ଘଣ୍ଟା 15 ମିନିଟ୍ 20 ମିନିଟ୍ ପୁରା କହୁଛନ୍ତି, ମାନେ ଟୋଟାଲ ଟେକ୍ନିକ୍ କହୁଛନ୍ତି, ଆମେ ବୁଝୁଛୁ, ଏରା ସବୁ ଆମେ ଅନୁଭବ କରୁଛୁ, ଜାଣିପାରୁଛି ମୁଁ କିନ୍ତୁ ସବୁ କିଛି। ମୁଁ ବାବା ଚାହୁଁଛୁ ଘରକୁ ଗଲା ପରେ ଆପଣଙ୍କ ପାଖକୁ ନିଶ୍ଚୟ ଯିବି। ମୁଁ ଦୀକ୍ଷା ନେଇଛି ଏପର୍ଯ୍ୟନ୍ତ। ମୁଁ ବହୁତ ଲୋକଙ୍କୁ ମାନେ ବହୁତ ବାବାଙ୍କ ସହିତ ମିଶିଛି, କିନ୍ତୁ ମତେ ସେମିତି କେହି ଦୀକ୍ଷା ଦେଇନାହାନ୍ତି କି ମୁଁ କାହାଠୁ ଦୀକ୍ଷା ତ କଣ ମୁଁ ଜାଣିନି। ପ୍ରକୃତର ମନୁଷ୍ୟ ଜନ୍ମର ଲକ୍ଷ୍ୟ କଣ ମୁଁ ଜାଣିନି। ଆମ ମନ ଖାଲି ତା ଭିତରଟା କାହିଁ ବିଚଳିତ ହଉଛି, ମାନେ କ୍ରୋଧିତ ହେଇଯାଉଛି ବେଳେ ବେଳେ। କାହିଁ ଡାକିବି, କଣ କରିବି, ଖାଲି ବିଚଳିତ ହେଇଯାଉଛି। ପରିବାର ଉପରେ ଅଶାନ୍ତ ହଉଛି, ଧନର ଅଭାବ ହେଇଯାଉଛି। ସଂସାର ଭିତରେ ରହିଲେ ଧନର ବହୁତ ଅଭାବ ରହୁଛି। ଧନ ନ ରହିଲେ ତ ସମସ୍ତେ ଅଶାନ୍ତି ହେବେ ନା। ମୁଁ ତ କୋଉଠୁ ଆଣିକି କେତେ ଯୋଗେଇବି? ମୁଁ ମାନେ ଯୋଗେଇ ମୁଁ ବହୁତ ଟେନସନ ଭିତରେ ରହୁଛି। ମାନେ ନା ଇଏ କରିପାରୁଛି, ନା ସିଏ କରିପାରୁଛି, କିଛି ବି କରିପାରୁନି। ମନ ବହୁତ ବିଚଳିତ ମୋର।